ସତ୍ସଙ୍ଗ କଲେ ଆମର ପ୍ରାରବ୍ଧ ହାନି ହୁଏ ଠାକୁର ଚରଣରେ ଲେଖିଲେ। ଆଚ୍ଛା ପ୍ରାରବ୍ଧ ଫଳଟା ଯେତେବେଳେ ଆମେ ଭୋଗ କରୁଛେ ଅଛି ବୋଲି ସେ ଆମକୁ ସତ୍ସଙ୍ଗ ମାଧ୍ୟମରେ କାଟିବେ। ଆଚ୍ଛା ପ୍ରାରବ୍ଧ ଫଳ ଯେତେବେଳେ ଆମର କଟୁଛି ସେ ଆମ ଭିତରେ ଭୋଗ ହେଇକି କଟିବ। ପ୍ରାରବ୍ଧ ଫଳଟା କର୍ମଫଳ ନା, ସେ କର୍ମଫଳଟା ଯେତେବେଳେ ଆମେ ଭୋଗ କରୁଛେ ସେ କର୍ମଫଳଟା ଯେତେବେଳେ ପ୍ରାରବ୍ଧ ଫଳଟା ଯେତେବେଳେ କଟିବ ସତ୍ସଙ୍ଗ କଲେ, ଆଚ୍ଛା ସେ ଯୋଉ କଟିବ ତାକୁ ଭୋଗ ହେଇକିରି କଟିବ ନା ସେମିତି ଗୁଡା କୁଆଡେ କେମିତି କଣ ଅଲଗା ଉପାୟରେ କଟିବ? ଭୋଗ ହେଇ କଟିବ ନା, ସେଟା ଭୋଗ ହେଇକିରି ଆମ ଭିତରେ କଟିବ। କେମିତି ଭୋଗ? ଆଉ ଗୋଟେ ବାଣୀରେ ସେଠି କହିଲେ ନା ଯେତେ ସତ୍ସଙ୍ଗ ତମେ ନିୟମିତ ବିଧି ପୂର୍ବକ ଯଦି ବାର ବାର ସତ୍ସଙ୍ଗ କରିବ ପ୍ରାରବ୍ଧ ଫଳ ଗୁଡିକ ଆଗୁଆ ଆଗୁଆ ଭୋଗ ହବ। ତା ପରବର୍ତ୍ତୀ ବାଣୀରେ ସେ କହିଛନ୍ତି ଯେ କି ଆଗୁଆ ଆଗୁଆ ଭୋଗ ହବ ନା ବେଶୀ ବେଶୀ ତମ ଭିତରେ କର୍ମ ଫଳ ଗୁଡାକ ସବୁ ଆଗୁଆ ଆଗୁଆ ଭୋଗ ହେଇଯିବ। ଯୋଉଟା ତମକୁ 60 ବର୍ଷ ବୟସରେ ଯୋଉଟା ଭୋଗିବା କଥା ସେ ଫଳଟା 60 ବର୍ଷ ବୟସରେ ଆସିଥାନ୍ତା, ସେଟା ଏବେ ତମ ପାଖକୁ ପଳେଇ ଆସିବ। ଯେତେ ବୟସ ହେଇଥିବ ସେ ଆଗୁଆ ତମ ଭିତରେ ଭୋଗ ହେଇଯିବ। ଆଗୁଆ ଯେତେବେଳେ ଭୋଗ ହେଇଯିବ ତମକୁ ବେଶୀ ଦୁଃଖ ପଡିବ ନା ନାଇଁ? ରୋଗ ଶୋକ ଦୁଃଖ ଇଏ ହଉଛି ଜୀବର ସଂସ୍କାର। ଏ କଥା ଠାକୁର କହିଲେ। ଏଇଟା ଭୋଗ ହେଇଗଲେ ତମ ଭିତରେ ସଂସ୍କାର ହେଇଗଲା, ସେ ରୋଗର ସଂସ୍କାର ହେଇଗଲା, ସରିଗଲା ସେଠି। ଯଦି ଆମ ଭିତରେ ସେ ରୋଗ ଶୋକ ଦୁଃଖ ଏଗୁଡା ସବୁ ରହିବ, ଏଇଗୁଡାକ ସବୁ ଆମକୁ ପରମାର୍ଥ ପଥରେ ଯିବା ପାଇଁ ବାଧା ସୃଷ୍ଟି କରୁଛନ୍ତି ନା ନାଇଁ? ଅଚ୍ୟୁତି ଭାଇ କହିଲେ ମୋର ରୋଗ, ମୁଁ ଆଉ ସତ୍ସଙ୍ଗ ଯାଇପାରିବିନି। କିଏ ବାଧା ଦେଲା? ରୋଗ ବୟସ, ବୁଢା ହେଇଗଲାଣି, ଆଉ ଆଖିକି ଦେଖା ହଉନି, ସାଇକେଲ ଚଲେଇ ପାରିବିନି, କଣ ଜିନିଷ ଗୋଟେ ଉଦାହରଣ ଦଉଛି। ତେଣୁକରି ଏଇଟା ବାଧା କିଏ ଦେଲା? ରୋଗ, ବାର୍ଦ୍ଧକ୍ୟ, ଦୁଃଖ, ଅଭାବ। ଆମର ଅଭାବରେ ପଡିଛି, ଆଉ କଣ ସତ୍ସଙ୍ଗ ଯିବି? ଗୋଟେ ଅଭାବ। ଆଉ ତେଣୁ ଅଭାବଟା ଏଇ ସବୁ ଜିନିଷ ଆମ ଭିତରେ କଣ ପ୍ରାରବ୍ଧ ଫଳ ହେଇକିରି ସେ ଆମ ଭିତରେ ଆସିଛି। ଯେତେ ଆମେ ନିୟମିତ ସତ୍ସଙ୍ଗ କରିବା ସେ ପ୍ରାରବ୍ଧ ଫଳ ସବୁ ଆଗୁଆ ଆଗୁଆ ଭୋଗ ହେଇଯିବ। ସିଏ ଚେଷ୍ଟା କରିବେ, ଇଏ ସତ୍ସଙ୍ଗ କରୁଛି, ଯେ ଆକୁ ଶୀଘ୍ର ଶୀଘ୍ର ଫଳଟା ଭୋଗ କରିଦେଲେ ମୁଁ ଆକୁ ଶୀଘ୍ର ଦେଇ ପଳେଇବି, ସେ ଶୀଘ୍ର ଶୀଘ୍ର ପାର ହେଇଯିବ। ତେଣୁ ଯଦି ସେ ପ୍ରାରବ୍ଧ ଫଳ ଆମ ଭିତରେ ରହେ ସେ ଆମ ଭିତରେ ବାର ବାର ବାଧା ସୃଷ୍ଟି କରିବ। ତେଣୁକରି ଆମେ ସେଇଥିପାଇଁ ଆମେ ବିକାରଗ୍ରସ୍ତ ହଉଛେ। ଗୁରୁଙ୍କୁ ଭଲ ପାଇକିରି ଗୁରୁଙ୍କୁ ବିଶ୍ୱାସ କରିକିରି ଆମେ ଗୁରୁଙ୍କର ସେବା ତ୍ୟାଗ ଆମେ କରିପାରୁନେ, ବୁଝିପାରିଲେ? ତେଣୁକରି ଆମକୁ ସେଥିପାଇଁ ପ୍ରଥମ କଥା ହେଲା ଆମକୁ ଠାକୁରଙ୍କ ବିଷୟରେ ଜାଣିବା। ଠାକୁରଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆମେ ସତ୍ସଙ୍ଗରେ ବସିବାକୁ ପଡିବ। ଠାକୁରଙ୍କ ବିଷୟରେ ଜାଣିବ କୋଉଠୁ? ସତ୍ସଙ୍ଗରେ ଜ୍ଞାନଟା, ଠାକୁରଙ୍କର ଜ୍ଞାନଟା କୁହାହଉଛି ନା କୁହାହଉଛି ଜାଣିବ। ଆଉ ସତ୍ସଙ୍ଗରେ ଯଦି ଆମେ ସତ୍ସଙ୍ଗ ନ ଯିବା ଠାକୁରଙ୍କୁ ଜାଣିବା କେମିତି? ସେ କଣ ଆମକୁ କୋଉ ବାଟ ଦେଖଉଛନ୍ତି, କୋଉ ପଥ ଦେଖଉଛନ୍ତି, ମୋ କଣ କରିବା ଦରକାର, ଏ ବିଷୟଟା କେବଳ ସତ୍ସଙ୍ଗରେ ମିଳେ ନା। ବିନା ସତ୍ସଙ୍ଗରେ ଆମେ କୋଉଠି ସେ ଫଳ ମିଳିବ? ସେଇଥିପାଇଁ ଆମେ ଯେହେତୁ ସତ୍ସଙ୍ଗ ଜାଣିନୁ ଆମେ ସବୁ ନିଜ ବୋଧରେ ରହିଛେ। ଠାକୁରଙ୍କୁ ସମସ୍ତେ ଭଲ ପାଉଛନ୍ତି, ଠାକୁରଙ୍କୁ ସମସ୍ତେ ବିଶ୍ୱାସ କରୁଛନ୍ତି, ହେଲେ ନିଜ ବୋଧରେ, ତାଙ୍କ ଇଚ୍ଛାରେ ନୁହଁ। ତାଙ୍କ ଇଚ୍ଛାରେ ଆମେ ତାଙ୍କୁ ଭଲ ପାଇପାରୁନେ, ତାଙ୍କ ଇଚ୍ଛାରେ ଆମେ କିଛି କରୁନେ। ତେଣୁ ଆମ ବୋଧରେ, ଆମ ବୋଧ ଶକ୍ତି ନେଇକିରି ଆମେ ଚାଲିଛେ। ମାନେ ସତ୍ସଙ୍ଗର ଫଳଟାକୁ ସେ ଜାଣିନି ନା, ଅନୁଭବ କରିପାରୁନି। ସତ୍ସଙ୍ଗରେ କଣ କଲେ, ସତ୍ସଙ୍ଗ କଲେ କଣ ତା ଦେହରେ ଲାଭ ମିଳୁଛି ସେ ସେତିକି ଜାଣିନି। ଯଦି ସତ୍ସଙ୍ଗରେ ବସନ୍ତା ସେ ସିନା ଜାଣନ୍ତା। ଆଉ ଜାଣିବା ପାଇଁ ହେଲେ ତାକୁ ଶ୍ରୁତି ମଣ୍ଡଳରୁ ଆସିବାକୁ ପଡିବ, ଶ୍ରୋତା ହବାକୁ ପଡିବ। ଶ୍ରୋତା ହେଲେ ଜଣେ ଶୁଣିବ ନା। ଜଣେ ଯଦି ଶ୍ରୋତା ନ ହବ, ମୁଁ କଣ କହିଲି କି ଠାକୁର କଣ କହିଲେ, ଯଦି ସତ୍ସଙ୍ଗରେ ସେଠି କଣ ଆଲୋଚନା ହଉଛି, ଜଣେ ଯଦି ମନ, ଠାକୁର କହିଲେ ପ୍ରଥମ ଚରଣରେ ମୋ କଥା ଟିକେ ମନ ଚୈତନ୍ୟ ଦେଇକି ଶୁଣିରେ ଧନ। ମନ ତ ଦେଇକି ଶୁଣି ପୁଣି ଚୈତନ୍ୟ କାହିଁ ଯୋଡ଼ିଲେ? ସେଠି ସମସ୍ତେ କଥାଟାକୁ ମନ ଦେଇକି ଶୁଣନ୍ତି, କିନ୍ତୁ ଚୈତନ୍ୟକୁ ଠାକୁର କହିଲେ ଚୈତନ୍ୟ, ମନ ଆଉ ଚୈତନ୍ୟ ଦେଇକି ମୋ କଥା ଟିକେ ଶୁଣ। ମନ ସହିତ ଚୈତନ୍ୟ ନ ଯୋଡ଼ିଲେ କଣ ହବ? ମନ ସହିତ ଚୈତନ୍ୟ, ମୁଁ ତ କଥା କହୁଛି, ମୋ କଥା ଟିକେ ମନ ଦେଇକି ଶୁଣ। ଚୈତନ୍ୟକୁ ନେଇ ଠାକୁର ଯୋଡ଼ିଲେ ନା, ଚୈତନ୍ୟକୁ ଯଦି ଯୋଡ଼ିଦେବ ସେ କଥାଟା ମୋ ଭିତରେ ସବୁଦିନ ପାଇଁ ରହିବ, ଯାହା ପ୍ରିଣ୍ଟ ହେଇକିରି
ରହିଲା ଭଳିଆ ସେ ରହିଛି କମ୍ପ୍ୟୁଟର ଫିଡିଂ ହେଲା ବୁଝିପାରିଲେ କି ତେଣୁକରି ମତେ ତମ ଗାଁରେ ପଡୋଶୀ ସହିତ ତମର ଝଗଡା ହେଇଥିଲା କି 12 ବର୍ଷ ତଳେ 12 ବର୍ଷ ତଳେ ସିଏ କଣ କଣ ତମକୁ କହିଥିଲା ତମର ସେ କଥା ଆଜି ବି ମନେ ଅଛି ସେଇଦିନ ଝଗଡା ହେଇଥିଲା ଏଇ ସକାଶେ ଏଇ ବାର ସକାଶେ କି ଏଇ ଛେଳି ସକାଶେ ଆଉ ସେ ମତେ ଏଇ ଭାଷା କହିଥିଲା ଏଇ କାମ ସେ କରିଥିଲା ଏଇଆ ଘଟଣା ଘଟିଥିଲା ସେ କଥା ତମର ଆଜି ମନେ ଅଛି ଆଉ କାଲି ସକାଳେ କଣ ଘଟଣା ହେଇଥିଲା ତମ ପଚାରିଲେ ତମେ କହିପାରିବନି କାହିଁକି ମନେ ରହୁନି ନା ସେ କଥାଟାକୁ ଶୁଣିଛି ତାକୁ ବି ଶୁଣିଛି ଆକୁ ବି ଶୁଣିଛି କିନ୍ତୁ ଏ କଥାଟାକୁ ମନ ଦେଇକି ଶୁଣିଛି ସେ କଥାଟାକୁ ଚୈତନ୍ୟ ଦେଇକି ତାକୁ ଶୁଣିଛି ମନେ ରଖିଛି ସେ ପିଲାଦିନେ କଣ ଘଟଣା ଘଟିଥିଲା ସ୍କୁଲରେ ସେ କଥା ସେ ମନେ ରଖିଛି ଆଜି କଥା କାଲି କଥା ମନେ ନାହିଁ ଆଜି ହେଲା କି ବାରେ ଆଜି ରବିବାର ମଙ୍ଗଳବାର ଦିନ କଣ ତମର ତରକାରୀ ନାଇଥିଲା ମତେ କହିଲେ ଗାଧୁଆ ବେଳେ ମନେ ନାହିଁ 4 ଦିନର କଥା ମନେ ନାହିଁ ମୋର କିନ୍ତୁ ଯୋଉ କଥାଟାକୁ କୋଉ ଦିନ ତମ ସ୍ତ୍ରୀ ସହିତ ତରକାରୀ ପାଇଁ ଝଗଡା ହେଇଥିଲା ସେ କଥାଟା ତମର ମନରେ ଅଛି 5 ବର୍ଷ ତଳେ ମୋ ସ୍ତ୍ରୀ ସହିତ ଏଇ ତରକାରୀ ସକାଶେ ମୋର ଝଗଡା ହେଇଥିଲା ସେ କଥାଟା ମନେ ଅଛି ମନେ ପକା ମନେ ପଡିଯିବ ସେଥିରେ ମନ ଚୈତନ୍ୟ ତା ଦେହରେ ଯୋଗ ହେଇଗଲା ଯେହେତୁ ତା ସାକୁ ରିପିଟ କରାହେଲା ସେ କଥାଟାକୁ ସେ ରିପିଟ ଟାକୁ ମନେ ଖାଲି ଆକୁ ଶୁଣିଦେଲି ମୋର ଚାଲିଆଲି ସେ କଥାଟା କିଛି ସମୟ ପରେ ସେଟା ଭିତରୁ ପଳାଏ ଯଦି ଚୈତନ୍ୟ ସହିତ ସେ ଘଟଣାଟା ଯଦି ଚୈତନ୍ୟ ସହିତ ଯୋଗ ହବ ତାହେଲେ ସେଟା ସବୁଦିନ ପାଇଁ ମନେ ରହିବ ରିପିଟ ହଉଛି ନା ସେ ଜିନିଷଟା ଝଗଡାଟା ହେଇଛି ମାନେ ତରକାରୀ ଖରାପ ହେଇଛି ବୋଲି ସେଇଦିନ ଝଗଡା କଥାଟା ମନେ ରହୁଛି କାହିଁକି ନା ସେଥିରେ ରିପିଟ ହେଲା ସେ କଥାଟା ଏ ଖାଲି ଶୁଣିଦେଲା ଚାଲିଗଲା ମନରେ ରଖିଦେଲା ମନଟା କିଛି ସମୟ ପରେ ପୁଣି ବୁଲେଇଦେଲା ଚୈତନ୍ୟ ଭିତରେ ରହିଲେ ସେ ଆଉ ଏତେ ପଇସା ଖର୍ଚ୍ଚ କରି ମାନେ ତରକାରୀଟା ହେଇଥିଲା ତାକୁ ଖରାପ କରିଦେଲ ସେଥିପାଇଁ ଆମକୁ ମନ ଚୈତନ୍ୟ ଦେଇକିରି ଠାକୁରଙ୍କ କଥାକୁ ଶୁଣିବାକୁ ପଡିବ ଯଦି ମନ ଚୈତନ୍ୟ ଦେଇକି ସେ ଆମକୁ ଶ୍ରୋତା ହେବାକୁ ପଡିବ ଶ୍ରୋତା ସବୁବେଳେ ସବୁ କଥାକୁ ମନ ଚୈତନ୍ୟ ଦେଇକି ଶୁଣିଲେ ତା ଭିତରେ ସେ ଜିନିଷଟା ରହିଲା ସେ ରହିଲେ ଗୁରୁଙ୍କ ପ୍ରତି ତାର ଆକର୍ଷଣ ବଢିବ ଯେହେତୁ ଗୁରୁଙ୍କ ପ୍ରତି ଆମେ ଭଲ ପାଉଛେ ହେଲେ ତାଙ୍କ ପ୍ରତି ଆକର୍ଷଣଟା ରହୁନି ଯୋଉ ଆକର୍ଷଣଟା ଆମକୁ ତାଙ୍କ ପାଖକୁ ଟାଣି ନବ ସେବା ତ୍ୟାଗ ଠାରୁ ନାଇଁ ସେବା ତ୍ୟାଗ ବିନା କର୍ମଯୋଗ ଦେଇ ନପାରେ ଚରମ ଭୋଗ ସେବା ତ୍ୟାଗ ବିନା ଯଦି ସେବା ନାହିଁ କି ତ୍ୟାଗ ନାହିଁ ତାହେଲେ କର୍ମଯୋଗ କରୁଛେ କର୍ମଯୋଗ ଆମକୁ ସେ ଚରମ ଭୋଗ ଚରମରେ ପହଞ୍ଚେଇ ପାରିବ ନାହିଁ ଯଦି ସେବା ତ୍ୟାଗ ନାହିଁ ସେବା ତ୍ୟାଗଟା କଣ ସେବା ଅର୍ଥ କଣ ସେବା ଅର୍ଥ କଣ ଆମେ ସେବା ଅର୍ଥ କଣ ବୁଝିଛେ ଆଗେ କହିଲେ ଠାକୁରଙ୍କୁ ସୁନା ମୁକୁଟ ଦବା ଠାକୁରଙ୍କୁ ଭଲ ଭଲ ସୁଆଦିଆ ଭୋଗ ନେଇକି ଦବା ତାଙ୍କୁ ପାଟ ଲୁଗା ପିନ୍ଧେଇବା କହିଗଲେ ଠାକୁରଙ୍କୁ ଭଲ ଗାଧେଇ ଦବା ଭଲ ଘରେ ଦବା ଠାକୁରଙ୍କୁ ନୈବେଦ୍ୟ କରିବା ଏରା ସବୁ ଠାକୁରଙ୍କ ସେବା ବୋଲି ଆମେ ଭାବିଛେ ଠାକୁର କଣ କହିଲେ ଜାଣିଛେ ନା ସେବା ଆମେ ଯୋଉ ଠାକୁରଙ୍କୁ ପୂଜା କରୁଛେ ଧର ଆମେ ପାଦୁକା ପୂଜା କରୁଛେ କି ଗୋଟେ ପଥର ମୂର୍ତ୍ତି କି ଜଗନ୍ନାଥଙ୍କୁ ହଉ କି ଯେକୌଣସି ଠାକୁରଙ୍କୁ ଆମେ ପୂଜା କରୁଛେ କାଠ ପଥର ଯୋଉ ମୂର୍ତ୍ତି ତିଆରି ହେଇଛି ତାଙ୍କର ଏ ସେବା ଦରକାର କି ନାଇଁ ଏ ସେବା କେମିତି ଦରକାର ପାଟ ଲୁଗା ମୁଁ ସୁନା ମୁକୁଟ ନେଇକିରି ପିନ୍ଧେଇବି ସୁନା ମୁକୁଟ ସେ କାଠ ମୂର୍ତ୍ତିରେ ଦରକାର କି ତାର ଗୋଟେ ଜୀବନ୍ତ ଠାକୁରକୁ ଦେଲେ ମୁଁ ଯଦି ସୁନା ମୁକୁଟ ପିନ୍ଧେ ମୁଁ ଶୋଭା ପାଇବି ମୁଁ ଯଦି ପାଟ ଲୁଗାଟା ପିନ୍ଧେ ମତେ ଶୋଭା ଲାଗିବ ନା ନାଇଁ କି ମୁଁ ଯଦି ସୁଆଦିଆ ଅମୃତ ତୁଲ୍ୟ ଖାଦ୍ୟ ଖାଏ ମତେ ଆନନ୍ଦ ଲାଗିବ ଆଚ୍ଛା ସିଏ କଣ ସେ ତାକୁ ତାର ଦରକାର ଯୋଉଟା ତାର ଦରକାର ନାହିଁ ଆମେ ତାକୁ ସେଇ ସେବାଟି ଦଉଛେ ଯୋଉଟା ତାର ଦରକାର ନାହିଁ ଆମେ ଶିବ ଲିଙ୍ଗରେ ସବୁବେଳେ କ୍ଷୀର ଢାରୁନେ କି ସବୁବେଳେ ଢାରୁନେ କି ହେଲେ ତାଙ୍କର କଣ ଦରକାର
ତାଙ୍କର କଣ ଦରକାର? ଆମେ ରାମକୁ ପୂଜା କରୁନେ କି? ରାମ ନବମୀ ପାଳନ କରୁଛେ, ରାମକୁ ପୂଜା କରୁଛେ, ହନୁମାନଙ୍କୁ ପୂଜା କରୁଛେ, କିନ୍ତୁ ହନୁମାନଙ୍କୁ ଆମେ ପୂଜା କରୁଛେ, ହନୁମାନ କଣ କରି ଆମକୁ ପାଇଲା ସେ କଥା ଆଉ ମନେ ନାହିଁ। ହନୁମାନଙ୍କୁ ମଧ୍ୟ ପୂଜା କରୁଛେ, ଆମେ ହନୁମାନଙ୍କୁ ଭଲ ପାଉଛେ, ହେଲେ ହନୁମାନ କଣ କରିକିରି ଆମକୁ ପାଇଲା ସେ କଥାଟି ଆମେ କରୁନେ। ହନୁମାନର ଆଦର୍ଶକୁ ଆମେ ମାନୁନେ, କିନ୍ତୁ ହନୁମାନଙ୍କୁ ପୂଜା କରୁଛେ। ରାମକୁ ଆମେ ପୂଜା କରୁଛେ, ରାମ କଣ କରିକି ଯାଇଛନ୍ତି, ରାମଙ୍କର ଆଦର୍ଶ କଣ, ସେ କୋଉ ଶିକ୍ଷା ଦେଇ ଯାଇଛନ୍ତି, ଆମେ ତାକୁ ମାନୁନେ। ଫଳ କେମିତି ମିଳିବ? ରାମକୁ ଯଦି ସୁନା ମୁକୁଟ ପିନ୍ଧେଇ ପାଟ ଲୁଗା ନେଇକି ପିନ୍ଧେଇ ରାମ ମୂର୍ତ୍ତିରେ ଫଳ ମିଳିବ? ମିଳୁଛି କି? ମିଳିବ ନାହିଁ। ତେଣୁକରି ଆମର ଗୁରୁ ସେବା, ଗୁରୁଙ୍କର ସେବା, ଠାକୁରଙ୍କର ସେବା ଅର୍ଥ କଣ ନା ତାଙ୍କ ଆଦେଶକୁ ପାଳନ କରିବା। ଏଇଟା ହଉଛି ସେବା, ତାଙ୍କର ଆଦେଶକୁ ପାଳନ କରିବା। ଆମେ ଗୁରୁଙ୍କର ଆଦେଶ ଆମ ପାଇଁ ଅଛି ନା ନାହିଁ? ଅଛି। ନିୟମ, ସେ ଆମକୁ ଆଦେଶ ଦେଇଛନ୍ତି କୋଉ ନିୟମରେ ଯିବା। ଆମକୁ ଠାକୁର ଯୋଉ ଆଦେଶ ଦେଇଛନ୍ତି ସେ ଆଦେଶଟା ଆମର ଉପକାର କରିବ ନା ଅପକାର କରିବ? ଉପକାର କରିବ। ଆମକୁ ଅକଳିଆ ଲାଗିବ ନା ସୁବିଧା ହବ? ଠାକୁର ଯୋଉ ନିୟମ ଆମକୁ ଦେଇଛନ୍ତି ସେଥିରେ ଆମକୁ ଯିବାକୁ ଅକଳିଆ ହବ କି? ଏଟା ସୁବିଧା ବାଟରେ ଦେଇଛନ୍ତି। ଆଚ୍ଛା, ସିଏ ଆମର ଯଦି ଅସୁବିଧା କରନ୍ତା ଆମର ସିଏ ଆମକୁ ସେ ନିୟମରେ ଯିବା ପାଇଁ କହନ୍ତି, ସେଟା ତୋର ଭଲ ହବ ବୋଲି ତତେ ସେଇ ବାଟରେ ଯିବା ପାଇଁ କହିଛନ୍ତି। ଏଇ ବାଟରେ ଯାରେ, ଏଇ ବାଟରେ ସୁବିଧା ବାଟ। କିନ୍ତୁ ଆମେ ଅବାଟରେ ଯାଇକିରି କଣ୍ଟା ମାଡୁଛେ, ଖାଲ ଢିପରେ ପଡୁଛେ, ପାଦ ଖସିଗଲା, କଚଡା ଖାଇଲେ, ସେଠୁ କଣ ନା ଠାକୁର ମତେ ପକେଇଦେଲେ। ଆଉ ଠାକୁର ମତେ ତ ଠାକୁର ଏମିତି ଅସୁବିଧାରେ ପକେଇ ଦେଇଛନ୍ତି। ଆଉ ଅସୁବିଧାରେ ଥିବା ଖସଡା ପାତରେ ପାଦ ଦେଲୁ ତ ଗୋଡ ଖସିଗଲା, ସେ ତ ତୁ ମନା କରୁଛୁ ଏଇଟା ଖସଡା ବାଟ, ଏ ବାଟରେ ଯାଆନା, ଏଠି ଖାଲ ଅଛି, ତୁ ସେଠି ଗଭୀର ପାଣି, ତୁ ସେ ବାଟେ ଗଲେ ବୁଡିଯିବୁ। ଆଉ ତୁ ବୁଡି ଗଲୁ ବୋଲି ଠାକୁର ମତେ ବୁଡେଇ ଦେଲେ, ସେଇଟା ଭୁଲ। ଆମେ କହୁଛୁ ଦୋଷ ଦଉଛେ ନା ନାଇଁ? ଠାକୁର ତ ମତେ ଏଇ ଅବସ୍ଥାରେ ରଖିଛିନି, ଆଉ କାହିଁକି ସେ ତତେ ବାଟ ଦେଖେଇ ନାହାନ୍ତି ଯୋଉ ବାଟରେ ଗଲେ ତତେ ରୋଗ ହବନି, ତତେ ଦୁଃଖ ପଡିବନି, ତୋର ଅଭାବ ପଡିବନି? ସେ ଦେଖେଇଛନ୍ତି ବାଟ, ଆମେ ତାହା କରୁନୁ, ଆମ ମନକୁ ଆମେ କରୁଛୁ। ସେ ତ କହିଲେ ତୁ ମାନେ ସବୁ ପ୍ରକାର ବ୍ୟବସ୍ଥା ସେ କରୁଛନ୍ତି ନା ଆମ ପାଇଁ। ତେଣୁକରି ଆମେ କଣ କରୁଛେ ନା ଆମର ସେବା ନାହିଁ କି ତ୍ୟାଗ ନାହିଁ। ତ୍ୟାଗର ଅର୍ଥ କଣ? ତ୍ୟାଗ ଅର୍ଥ ଆମେ କଣ ବୁଝିବେ? ସବୁ ଛାଡିଦବା, ଆକୁ ତ୍ୟାଗ କରିଦବା? ତ୍ୟାଗ ଅର୍ଥ ଛାଡିବା ନୁହେଁ। ଆମ ଘର ଦ୍ୱାର ଛାଡି ଦେଇକିରି ଠାକୁରଙ୍କ ଲାଇନରେ ଯିବା, ଆମେ ସବୁ କର୍ମ କରିବାନି, ଖାଲି ସତ୍ସଙ୍ଗ କରିବା, ଭଜନ କୀର୍ତ୍ତନ କରିକି ବୁଲିବା, କର୍ମ କରିବାକୁ ପଡିବ ନା। ସେବା ନାଇଁ। ତ୍ୟାଗର ଅର୍ଥ ହଉଛି କଣ ନା ଆମେ ଯୋଉ ଜିନିଷଟା ଆମର ଆବଶ୍ୟକ ନାହିଁ, ଯୋଉ ଜିନିଷଟା ଆମର କ୍ଷତି କରୁଛି, ଆମର ଅମଙ୍ଗଳ ପଥରେ ଆମକୁ ଟାଣି ନେଉଛି, ସେଇ ଜିନିଷକୁ ତ୍ୟାଗ କରିବା। ତ୍ୟାଗ ଅର୍ଥ କଣ? ଧର ମୁଁ ଆମିଷ ଖାଉଥିଲି, ଆମିଷକୁ ତ୍ୟାଗ କଲି। ଆମିଷଟା ଆମର କ୍ଷତି କରୁଛି, ତେଣୁ ଆମିଷକୁ ତ୍ୟାଗ କଲି। ତ୍ୟାଗ ହେଲା ସେଠି ନା ନାଇଁ? ମୁଁ ପାନ ଖାଉଥିଲି, ପାନକୁ ତ୍ୟାଗ କଲି। ମୁଁ ମଦ ଖାଉଥିଲି, ମଦକୁ ତ୍ୟାଗ କଲି। ଏଇଠି ବସୁଥିଲି, ଏ ବସିବାକୁ ତ୍ୟାଗ କଲି। ଏଇ ପଥରେ ଯାଉଥିଲି, ଏଇ ବାଟରେ ଆଉ ଯିବିନି। ତ୍ୟାଗ, ଏଇ ହଉଛି ତ୍ୟାଗ। ଭଲଟାକୁ ମନ୍ଦଟାକୁ ଛାଡିବି, ତ୍ୟାଗ କରିବି, ଭଲଟାକୁ ଗ୍ରହଣ କରିବି। ଏ ଜାଗାରେ ବସିବିନି, ଏଇ ଜାଗାରେ ବସିବି। ବୁଝିପାରିଲେ? ଏଇଟା ହଉଛି ତ୍ୟାଗ। ଆମିଷ ଖାଉଥିଲି, ଆଉ ଆମିଷ ଖାଇବିନି, ନିରାମିଷ ଖାଇବି। ଆଉ କଣ ଖାଇବାକୁ ଟୋଟାଲି ସେ ବନ୍ଦ କରିଦେବି ନା ଟୋଟାଲି ସବୁ ଛାଡିଦେ? ସବୁ ଛାଡିଲେ ମନ୍ଦଟାକୁ ଛାଡିବୁ, ଭଲଟାକୁ ଗ୍ରହଣ କରିବୁ। ଏଇଟା ହଉଛି ତ୍ୟାଗ। ଆମେ ଗୋଟେ ଗୋଟେ ପର୍ଯ୍ୟାୟ ଅତିକ୍ରମ କରିକି ଯାଉଛେ ନା, ଆମେ ଗୋଟେ ଗୋଟେ ତ୍ୟାଗ। ଆମର ମୁଁ ଯୁବକ ଥିଲି, ଯୁବକ ବୟସଟା ମୋର ତ୍ୟାଗ ହେଇଗଲା ନା ନାଇଁ? ଏଇନା ବୃଦ୍ଧ ଅବସ୍ଥା ଆସିଲା, ବୃଦ୍ଧକୁ ତ୍ୟାଗ ହେଲେ ମୃତ୍ୟୁ ଆସିବ ନା ନାଇଁ? ଗୋଟେ ଗୋଟେ ତ୍ୟାଗ ହଉଛି, ଯୋଉଟା ତ୍ୟାଗ ହଉଛି ସେ ଜିନିଷଟାକୁ ଭୋଗ ହେଇଗଲା ନା ନାଇଁ? ଆମେ ଯାହାକୁ ଭୋଗ କରୁଛୁ ତାକୁ ତ୍ୟାଗ, ବିଷୟକୁ ତ୍ୟାଗ କର। ତ୍ୟାଗ ଅର୍ଥ ମାନେ କଣ? ବିଷୟକୁ ତ୍ୟାଗ କରିବା ଅର୍ଥ ବି ଗୋଟେ, ତାକୁ ବି ଆଉ ଟିକେ ବୁଝିବାକୁ ପଡେ ଯେ ବିଷୟକୁ ତ୍ୟାଗ ଯଦି କରିଦବ ତାହେଲେ ଆମର ସ୍ଥିତି ନାହିଁ କିଛି। ବିଷୟ ଆମକୁ ଧାରଣ କରି ଧରିକି ରଖିଛି। ଆମ ଶରୀର ଅଛି ମାନେ ବିଷୟ ଅଛି ବୋଲି ଆମ ଶରୀର ଅଛି। ବିଷୟ ଯଦି ନଥାନ୍ତା ଶରୀର ବି ନଥାନ୍ତା। ବିଷୟ ଯଦି ନଥାନ୍ତା ଆମେ ଧର୍ମ ପଥରେ ବି ଯାଇପାରନ୍ତାନି। ଧର୍ମ ପଥରେ ବି ବିଷୟର ଆବଶ୍ୟକତା ଅଛି।
ନାଇଁ। ତେଣୁକରି ବିଷୟକୁ କେମିତି ଭାବରେ ଆମେ ଗ୍ରହଣ କରିବା, ବିଷୟକୁ ଆମେ କେମିତି ଗ୍ରହଣ କରିବା। ଆମେ ତ ତ୍ୟାଗ କରିଦେଲେ ସବୁ, ଆମେ ସବୁ କିଛି ନାହିଁ। ଆମେ ଲୁହା ଖଣ୍ଡେ କିଣିବାକୁ ମୋ ପାଖରେ ପଇସା ମିଳିବନି, ଧୂପ କାଠିଟିଏ ଆଣିବାକୁ ମୋ ପାଖରେ ପଇସା ନାହିଁ, ବିଷୟକୁ ଛାଡି ଦେଇଛି ସବୁ। କଣ ବୁଝିପାରିଲେ? ତ୍ୟାଗର ମନୋବୃତ୍ତି ଆମ ଭିତରେ ଆସିବା ଦରକାର। ଯଦି ତ୍ୟାଗର ଆମ ଭିତରେ କଣ ଅଛି ନା ଭୋଗର ମନୋବୃତ୍ତି, ଆମେ ସବୁବେଳେ ଭୋଗର ମନୋବୃତ୍ତି ନେଇକିରି ଯାଉଛେ। ମୋର ଏଇଟା ଦରକାର, ମୋର ସେଇଟା ଦରକାର, ମୁଁ ଏମିତି କରିବି, ମୁଁ ସେମିତି କରିବି, ଏଇଟା କଣ ସବୁ ଭୋଗ। ସେ ଭୋଗ ମନୋବୃତ୍ତି ନେଇକିରି ଆମେ ଆଗକୁ ଯାଉଛେ। ଯଦି ତ୍ୟାଗର ମନୋବୃତ୍ତି ନେଇକି ଆଗକୁ ଯିବା ତାହେଲେ ଆପେ ଆପେ ଆମ ଭିତରେ ତ୍ୟାଗ ହେଇଯିବ। ଯୋଉଟା ଆବଶ୍ୟକତା ନାହିଁ ସେ ଜିନିଷ କରିବିନି, ଯୋଉଟା ଆବଶ୍ୟକ ସେଇଟା ହିଁ କରିବି। କିନ୍ତୁ କଣ କରୁଛି ନା ଆମେ ଭୋଗକୁ ଆଖି ଆଗରେ ରଖିକିରି ଯୋଉଟା କରିବା ଉଚିତ ତାକୁ ନ କରିକି ଯୋଉଟା ନ କରିବା ଉଚିତ ସେଇଟା କରୁଛି। କଣ କରିବା, ଏଇଟା ନ କଲେ ହବନି, ଆଉ ଭୋଗଟା ତା ଭିତରେ ରହୁଛି ନା, ଏଇଟା ନ କଲେ ହବନି, ଆଉ ଏଠିକି ନ ଗଲେ ହବନି। ଆଉ ଯଦି ତ୍ୟାଗ ମନୋବୃତ୍ତି ରହିବ ନା ସେଇଟା ହବ, ପଛେ ହବ, ଆଉ ଦେଖିବା କରିବା। ଆଉ ସବୁବେଳେ ଗୁରୁ ଆଜ୍ଞାକୁ ଆଗରେ ରଖିକିରି ଯଦି ଚାଲିବା ତାହେଲେ ଆମର ଏ ଭିତରେ ତ୍ୟାଗର ମନୋବୃତ୍ତି ଆସିଯିବ। ତ୍ୟାଗ ମନୋବୃତ୍ତି ଆସିଲେ ଯେ ମତେ କିଛି ମିଳିବନି, ଖାଇବାକୁ ମିଳିବନି, ପିନ୍ଧିବାକୁ ମିଳିବନି, ବସ୍ତ୍ର ମିଳିବନି, ଘର ମିଳିବନି। ସବୁ ମିଳିବ କିନ୍ତୁ ଯେତିକି ଆବଶ୍ୟକ ସେତିକି ମିଳିବ। ଆମେ କଣ କରୁଛେ ନା ଆବଶ୍ୟକତାଠାରୁ ଅଧିକ ଆଶା କରୁଛେ, ଅଧିକ ବି କରୁଛେ, ଅଧିକ କରୁନେ କି? ତେଣୁକରି ଆମେ କୋଉଠୁ କରୁଛେ ନା ପରମାର୍ଥ ପଥରୁ ଆମେ ବିଚ୍ଛିନ୍ନ ହେଇକିରି ଆମେ କରୁଛେ। ଯୋଉଟା ଆମର କରିବା ଯୋଉଟା ଦରକାର ସେଇଟାକୁ ଆମେ, ଆମର ଆଜି ସତ୍ସଙ୍ଗ ଯିବା ଦରକାର, ମୁଁ କଣ କରୁଛି ନା ମୋ ବିଷୟକୁ ଆଖି ଆଗରେ ଥୋଇଲି, ତମର ସେ ଧାନ କଟାଟା ହେଇନି, ଧାନ କଟା ହେଇନି କି ମୋର ଅମୁକ କାମଟା ରହିଛି, ଆଉ ମୁଁ ଯାଇପାରିବିନି। ବିଷୟ ଆମକୁ ବାଣ ସୃଷ୍ଟି କରୁଛି ନା, ବିଷୟକୁ ଯଦି ତ୍ୟାଗ କରି ପଳେଇବ ତାହେଲେ ସେଠି କଣ ହବ? ଗୁରୁ ସେଠି ଗୁରୁ ଅଛନ୍ତି ନା, ସେ କହିଲେ ମୁଁ ତ ପାଖେ ପାଖେ ଅଛି, ତାହେଲେ ମୋର ଅସୁବିଧା ହବ କି? ସେ ମୋ କାମଟା ହବ ନା ହବନି? ଆଜି ନହେଲେ କାଲି ହବ, ସେଇଟା ବରଂ ସୁବିଧାରେ ହବ। ଯେ କି ଯୋଉଟା ହବ, ଯୋଉ ଅସୁବିଧାଟା ହବ ସେ ଅସୁବିଧାଟା ସେଇ ମୁହୂର୍ତ୍ତକ ପାଇଁ ସେ ଅସୁବିଧାଟା ସୃଷ୍ଟି ହବ। ଧାନଟା ଆଜି କାଟିଥାନ୍ତି କାଲିକି କାଟିବି, ସେଇ ଦିନ ଯୋଉ ଅସୁବିଧାଟା, ସେ ଅସୁବିଧାଟା ସେଇଦିନ ହବ, ତାପରେ ସେ ସୁବିଧାଟା ହେଇଯିବ। ଯେ କି ଯୋଉଟାକୁ ଆମେ ଅନୁଭବରେ ଆଣିପାରୁନେ, ସେ କେମିତି ଆମ ଭିତରେ ସେ ସୁବିଧା ହେଇକିରି ଚାଲୁଛି ସୁଖରେ, ସେ ଜିନିଷଟା ଆମେ ଅନୁଭବରେ ଆଣିପାରୁନେ। ତେଣୁକରି ଆମେ ସିଏ ଉଠେଇ ନେଇଗଲା, ମୋରି ପଡିକି ରହିଲା, ମୁଁ କାଲି ସତ୍ସଙ୍ଗ କଲି ବୋଲି। ଲୋକ ବି କହିବେ ମୁଁ ସତ୍ସଙ୍ଗ ଯାଇଛି ଧାନ ଆଡେ ବିଲରେ ପଡିଛି, ଘରେ ବି କହିବେ, ବାହାରେ ବି କହିବେ, ସବୁ କହିବେ ନା ନାଇଁ। ତେଣୁକରି ସେ ତା ଭିତରେ କଣ ହଉଛି ନା ଆମେ ଯଦି ତାଙ୍କ କାର୍ଯ୍ୟ କରିଚାଲିବା, ସିଏ ଆମ କାର୍ଯ୍ୟକୁ କେମିତି ସହଜରେ ସୁବିଧାରେ ହେଇଯିବ ସିଏ ସେ ବ୍ୟବସ୍ଥାଟା ସିଏ କରିବେ। ଏମିତି କି ଠାକୁର ଡାଇରେକ୍ଟ ତମେ ତାଙ୍କ କାମ କରୁଛ, ସିଏ ଡାଇରେକ୍ଟ ବି ସବୁଟା ଗୋଟେ ଅନୁଭୂତି ଅଛି ଲୋକଙ୍କର, ଭାଇ ମାନଙ୍କର। ହଁ, ସରମରେ କହିଛନ୍ତି ଯିଏ ଅନୁଭବୀ ଅନୁଭବରେ ପାଇଛି ତାଙ୍କୁ ପଚାରିକି ବୁଝୁନୁ, ଠାକୁର କହିଛନ୍ତି ନା ନାଇଁ, ତାଙ୍କୁ ପଚାରିକି ବୁଝୁ। ସେଇଭଳିଆ ଜିନିଷ ଯେ କି ଠାକୁର ଏମିତି କି ଠାକୁରଙ୍କ କାମ ଜଣେ କରୁଛି, ଠାକୁରଙ୍କ ଆଦେଶରେ ପାଳନ କରିବା ପାଇଁ ଯାଉଛି, ଠାକୁର ତା ପରୀକ୍ଷା ଯାଇକି ଦେଇ ଦେଇଛନ୍ତି ସ୍କୁଲରେ, ପରୀକ୍ଷା ଦେଇ ଦେଇଛନ୍ତି ସ୍କୁଲରେ। ଜଣେ ଠାକୁରଙ୍କର ଆଦେଶ ଅଛି, ତା ଉପରେ ଦାୟିତ୍ୱ ସେ ନେଇଛି, ଏଇ କାମଟା ସେ କରିବ। ଯେତେବେଳେ ସେଇ ସମୟରେ ପରୀକ୍ଷା ସମୟଟା ପହଞ୍ଚି ଯାଇଛି, ସେ ପୁଣି ପରୀକ୍ଷା ମାନେ ଗୋଟେ ଇମ୍ପୋର୍ଟାଣ୍ଟ ପରୀକ୍ଷା, ମାନେ ଆମର ଯୋଉ ସଫ୍ଟୱେୟାର ଇଞ୍ଜିନିୟର ଯିଏକି ତା ସେ ଚାକିରି କଲେ 3,000 4 ଲକ୍ଷ ଦରମା ତାର ପାଇବ, ସେଇ ଏତେ ଇମ୍ପୋର୍ଟାଣ୍ଟ ପରୀକ୍ଷା ତାର, ସେ ପରୀକ୍ଷା ଚାଲିଛି, ସେଠି ଠାକୁରଙ୍କର ଆଦେଶ କାମ କରିବାକୁ ପଡିବ। ଠାକୁର ତାଙ୍କୁ ଡାଇରେକ୍ଟ ମନା କରୁଛନ୍ତି ଯେ ତମେ ପରୀକ୍ଷା ଦେବାକୁ ଯାଅ, ମୋ କାମ ମୁଁ କରିଦେବି, ଆମ କାମ ଆମେ କରିଦେବୁ, ତମ ପରୀକ୍ଷା ନା ନାଇଁ, ମୁଁ ଯୋଉ ଦାୟିତ୍ୱ ନେଇଛି ମାନେ ମୁଁ ସେ କାମ ମତେ କରିବାକୁ ପଡିବ। ଆଜି ସିନା ଆପଣ କହୁଛନ୍ତି ଯେ ମୁଁ ସେ କାମଟା କରିବିନି, ମୁଁ ପରୀକ୍ଷା ଯିବି,
କିନ୍ତୁ ମୁଁ ଯୋଉ ଗୁରୁଙ୍କର ଆଦେଶ ନେଇକି ଯାଇଛି ସେ ଆଦେଶକୁ ଯଦି ମୁଁ ଅବମାନନା କରେ ତାହେଲେ ମତେ ଗୁରୁ ଦୋଷ ଲାଗିବ ନା ଲାଗିବନି? ହয়তো ଆପଣ ତାକୁ କାଟି ଦେଇପାରନ୍ତି, କୋହଳ କରିଦେଇ ପାରନ୍ତି, କିନ୍ତୁ ସେ ଗୁରୁଦ୍ରୋହ ଦୋଷରେ ମୁଁ ଭାଗିବି ନା ନାହିଁ? ମୋର ସେ ପାଠ ପଢା ଦରକାର ନାହିଁ କି ଚାକିରି ଦରକାର ନାହିଁ, ମୋର ଆଦେଶ ଅଛି ମାନେ ମୁଁ ମୋ କାମ କରିବି। ଆପଣଙ୍କର ମୋ କାମ କରିବା ଦରକାର ନାହିଁ। ଆଉ ଠାକୁରଙ୍କ କଥା ମାନିଲେନି, ସେଠୁ ଗଲେ ଠାକୁରଙ୍କର କାମକୁ କଲେ, ଠାକୁରଙ୍କ କାମ କଲେ। ତାପରେ ସେଠୁ କଣ ହେଲା ନା ପରୀକ୍ଷା ଚାଲିଲା। ଯେତେବେଳେ ପରୀକ୍ଷାର ରେଜଲ୍ଟ ଆସିଲା ଦେଖିବାକୁ ଇଏ ପାସ୍, ଇଏ ଦେଖିବାକୁ ପାସ୍। ଯେତେବେଳେ ପାସ୍ ହେଲେ ସେଠୁ ସେ ଜାଣିପାରିଲେ ଯେ କି କାମ କଣ ହେଇଛି, ବୁଝିପାରିଲେ କି? ଯଦି ସେ ଜାଣିପାରିଲେ ଯେ କି ଠାକୁର ମୋ ପାଇଁ ପରୀକ୍ଷା ଦେଇ ଦେଇଛନ୍ତି, ସେଠୁ ସେ ଆସି ପଚାରିଲେ, ଆପଣ ମାନେ ପଚାରିଲେ କଣ, ମୁଁ ଆପଣଙ୍କର କାମ କଲି ବୋଲି ଆପଣ ମୋ କାମ ଆପଣଙ୍କୁ ମୋ ପାଇଁ କଷ୍ଟ କରିବାକୁ ପଡିଲା, ଆପଣ ମୋ ପାଇଁ ଯାଇକି ପରୀକ୍ଷା ହଲରେ ପରୀକ୍ଷା ଦେଇକି ଆସିଲେ, ମତେ କ୍ଷମା କରିବେ, ଆଉ ଆପଣ ମୋ ପାଇଁ ଏତେ କଷ୍ଟ କଲେ ସେ କହିଲେ ଆଉ ଇଏ କରିକି ଆଉ। ଏଇ ଯୋଉ ଭାଇ କଥା କହିଲେ ଯେ ସଫ୍ଟୱେର ପରୀକ୍ଷା ଦେବା ପାଇଁ, ଯେ ଠାକୁର ଯାଇକି ତାଙ୍କ ପରୀକ୍ଷା ସେ କେମିତି ଦେଇଥିଲେ? ପରୀକ୍ଷାରେ ତ ମାନେ ପାସ୍ କଲେ, ପରୀକ୍ଷା ମାନେ ପରୀକ୍ଷା ହଲକୁ ସେ ଯାଇନାହାନ୍ତି କିନ୍ତୁ ପାସ୍ ହେଲେ। କିନ୍ତୁ ସେଇ ଯୋଉ ଇଞ୍ଜିନିୟର, ସଫ୍ଟୱେର ଇଞ୍ଜିନିୟର, ସେ ଭାଇ କିନ୍ତୁ ଠାକୁରଙ୍କ କର୍ମ କରିଥାନ୍ତି। ଠାକୁରଙ୍କ କର୍ମରେ ସେ ଯାହା ପଳେଇ ଯାଇଛନ୍ତି ବା।